କଳା ଠାକୁର ଜାଣିଥିଲେ ଏହା ହିଁ ହେବ, ପରନ୍ତୁ ନିଜ ବଡ଼ ଭାଇଙ୍କୁ କିଏ ବୁଝାଇବ? ସେ ବାରମ୍ବାର ତାଙ୍କୁ ଏପରି କରିବାକୁ ମନା କରିଥିଲେ, ହେଲେ ବଡ଼ ଭାଇ ମଧ୍ୟ ନିଜ ଜିଦ୍ରେ ଅଟଳ ରହି ମାତା ଲକ୍ଷ୍ମୀଙ୍କୁ ମନ୍ଦିରରୁ ତଡ଼ିଦେଲେ। ହେଲେ ତାପରେ କ'ଣ ଏବେ ଦୁଇ ଭାଇ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ଘର ଘର ବୁଲି ଭିକ୍ଷା ମାଗୁଛନ୍ତି? ଲକ୍ଷ୍ମୀ ଦେବୀ ଅଭିଶାପ କାରଣରୁ ହିଁ ଏପରି ଘଟିଥିଲା। ହରେ କୃଷ୍ଣ। ନମସ୍କାର ଦର୍ଶକ ବନ୍ଧୁ, ସମାଧାନ ଅଡ଼ିଓ ଭିଡ଼ିଓ ଚ୍ୟାନେଲରେ ଆପଣଙ୍କୁ ସ୍ୱାଗତ। ଚାଲନ୍ତୁ ଆଜି ଜାଣିବା କାହିଁକି ସ୍ୱୟଂ ପ୍ରଭୁ ଜଗନ୍ନାଥଙ୍କୁ ଭିକ୍ଷା ମାଗିବାକୁ ପଡ଼ିଲା। ଆପଣ ଜାଣିଥିବେ ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାରରେ ମାତା ଲକ୍ଷ୍ମୀଙ୍କର ବିଶେଷ ପୂଜା ଅର୍ଚ୍ଚନା ହୋଇଥାଏ। ମାତା ଲକ୍ଷ୍ମୀ ମଧ୍ୟ ସେଦିନ ପ୍ରଭୁ ଜଗନ୍ନାଥଙ୍କ ଆଜ୍ଞା ନେଇ ନିଜ ଭକ୍ତମାନଙ୍କ ଘରକୁ ଆଶୀର୍ବାଦ ଦେବା ପାଇଁ ମନ୍ଦିରରୁ ବାହାରକୁ ଯାଇଥାନ୍ତି। ଦିନେ ମାତା ଲକ୍ଷ୍ମୀ ଏକ ବୃଦ୍ଧ ବ୍ରାହ୍ମଣୀ ବେଶ ନେଇ ନଗର ଭ୍ରମଣ କରୁଥିଲେ। ପ୍ରାତଃକାଳ ବିତି ଯାଇଥିଲେ ମଧ୍ୟ ଘରଟି ସଫାସୁତୁରା ମଧ୍ୟ ହୋଇନଥିଲା। ଏହା ଦେଖି ମାତା ଲକ୍ଷ୍ମୀ ସେହି ଘରର ଏକ ବୃଦ୍ଧ ସ୍ତ୍ରୀ ପାଖକୁ ଗଲେ ଓ କହିଲେ, ଭଉଣୀ, ଆଜି ପରା ଗୁରୁବାର, ତଥାପି ତୁମ ଘରର ସ୍ତ୍ରୀମାନେ ଶୋଇଛନ୍ତି। ଆଜି ମାଙ୍କର ପୂଜା ଆଦି ସକାଳୁ ଉଠି ସଫାସୁତୁରା ଶୌଚ ସ୍ନାନ ଦେଇ ସାରି ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ। ବୃଦ୍ଧା ଜଣକ ମାତାଙ୍କୁ ଚିହ୍ନି ନ ପାରି ରାଗି ଯାଇ କହିଲା, ଆରେ ତୁମେ କିଏ? ମୋତେ ଏସବୁ କରିବା ପାଇଁ? ଆମ ଉପରେ ମାତାଙ୍କର ଅନେକ କୃପା ଅଛି। ଆମକୁ ପୂଜା କରିବା କିଛି ଦରକାର ନାହିଁ। ତୁମେ ଯାଅ, ଏବେ ଏଠାରୁ ନିଜେ ନିଜ ଉପଦେଶ ନିଜ ପାଖରେ ରଖ, ଅନ୍ୟ ଲୋକଙ୍କୁ ଶୁଣାଇବ। ଏହା ଶୁଣି ମାତା ଲକ୍ଷ୍ମୀ ମନ ଦୁଃଖରେ ସେଠାରୁ ଚାଲିଗଲେ ଓ ନିଜ ସହିତ ସମସ୍ତ ଧନଧାନ୍ୟ ବୈଭବ ମଧ୍ୟ ନେଇଗଲେ। ସେହି ବ୍ୟାପାରୀ ଜଣକ ଏତେ ଦରିଦ୍ର ହୋଇଗଲେ ଯେ ତାଙ୍କୁ ବାସ୍ତବରେ ଭିକ୍ଷା ମାଗିବାକୁ ପଡ଼ିଲା। ତାପରେ ମାତା ଲକ୍ଷ୍ମୀ ଚଣ୍ଡାଳ ସାହିରେ ଯାଇ ପହଞ୍ଚିଲେ। ସେଠାରେ ସେ ଶ୍ରିୟା ନାମକ ଚଣ୍ଡାଳୁଣୀ ଘରେ ପ୍ରବେଶ କଲେ। ଦେଖିଲେ ଶ୍ରିୟା ଚଣ୍ଡାଳୁଣୀ ପ୍ରାତଃକାଳରେ ଉଠିଥିଲା, ସମ୍ପୂର୍ଣ୍ଣ ଘରକୁ ସଫା କରିଥିଲା ଓ ମାତା ଲକ୍ଷ୍ମୀଙ୍କ ପୂଜା ପାଇଁ ପ୍ରସ୍ତୁତ ହେଉଥିଲା। ଏହା ଦେଖି ମାତା ଲକ୍ଷ୍ମୀ ଅନେକ ପ୍ରସନ୍ନ ହେଲେ ଓ ସିଏ ସେହି ଘରେ ନିଜ ଐଶ୍ୱର୍ଯ୍ୟର ବୃଦ୍ଧି କଲେ। ଏହିପରି ମାତା ଲକ୍ଷ୍ମୀଙ୍କ ନଗର ପରିକ୍ରମା କଲା ସମୟରେ ପ୍ରଭୁ ବଳରାମ ତାଙ୍କୁ ଦେଖି କ୍ରୋଧ ହୋଇଗଲେ। ସେ ଜଗନ୍ନାଥଙ୍କୁ କହିଲେ, ଦେଖ, ତମ ସ୍ତ୍ରୀ ଚଣ୍ଡାଳ ସାହିରେ ବୁଲୁଛି, ଚଣ୍ଡାଳ ଘରେ ପଶୁଛି। ସିଏ କ'ଣ ଜାଣିନି ଏମାନେ ଅଶୁଦ୍ଧ ବୋଲି? ସେମାନେ କିଛି ନିୟମ ମାନନ୍ତିନି, ତଥାପି ସିଏ ତାଙ୍କ ଘରକୁ ଯାଇଥିଲେ। ନା, ଏବେ ସିଏ ଆଉ ଶ୍ରୀମନ୍ଦିରରେ ପ୍ରବେଶ କରିବା ଯୋଗ୍ୟ ନୁହନ୍ତି। ତେଣୁ ତୁମକୁ ତାଙ୍କୁ ତ୍ୟାଗ କରିବାକୁ ପଡ଼ିବ। ଏହା ଶୁଣି ପ୍ରଭୁ ଜଗନ୍ନାଥ ଆଶ୍ଚର୍ଯ୍ୟ ହୋଇଗଲେ ଓ ଭ୍ରାତା ବଳଭଦ୍ରଙ୍କୁ ବୁଝାଇବା ପାଇଁ କହିଲେ, ହେଲେ ଭ୍ରାତା, ଲକ୍ଷ୍ମୀ ଦେବୀ ତ ମୋ ଠାରୁ ଅନୁମତି ନେବା ପରେ ହିଁ ନଗର ପରିକ୍ରମାରେ ଯାଇଛନ୍ତି। ନିଜ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ବାହାରିଥାନ୍ତି ଓ ତାଙ୍କ ପୂଜା ତ କେହି ବି କରିପାରିବ, ସେ ବ୍ରାହ୍ମଣ ହେଉ ବା ଚଣ୍ଡାଳ। କିନ୍ତୁ ବଳରାମ ନିଜ ଜିଦ୍ରେ ଅଟଳ ରହିଲେ। ସେ କହିଲେ, ମୁଁ ସେସବୁ କିଛି ଜାଣିନି। ମୁଁ ଯାହା ଆଜ୍ଞା ଦେଲି ପାଳନ କର ଓ ନିଜ ପତ୍ନୀଙ୍କୁ ତ୍ୟାଗ କର। ପ୍ରଭୁ ଜଗନ୍ନାଥ ପୁଣି ତାଙ୍କୁ ବୁଝାଇବାକୁ ଚେଷ୍ଟା କଲେ, ପରନ୍ତୁ ବଳରାମ ରାଗି ଯାଇ କହିଲେ, ମନ୍ଦିରରେ ଯଦି ଲକ୍ଷ୍ମୀ ରହିବେ ତ ମୁଁ ମନ୍ଦିରକୁ ଯିବି ନାହିଁ। ତୁମକୁ ଯଦି ନିଜ ସ୍ତ୍ରୀ ଏତେ ପସନ୍ଦ, ତୁମେ ମଧ୍ୟ ଚଣ୍ଡାଳ ସାହିରେ ଯାଇ ରୁହ, କିନ୍ତୁ ଲକ୍ଷ୍ମୀ ଆଉ ମନ୍ଦିରରେ ରହିବେ ନାହିଁ। ପ୍ରଭୁ ଜଗନ୍ନାଥ ମାତା ଲକ୍ଷ୍ମୀଙ୍କୁ ଡାକି କହିଲେ, ଦେବୀ, ଆଜି ଯେହେତୁ ଚଣ୍ଡାଳ ସାହି ଯାଇଥିଲ, ତେଣୁ ବଡ଼ ଭାଇ ଆଜ୍ଞା କି ତୁମେ ଏହି ଶ୍ରୀମନ୍ଦିରରେ ପ୍ରବେଶ କରିପାରିବ ନାହିଁ। ଏହା ଶୁଣି ମାତା ଲକ୍ଷ୍ମୀ ଆଶ୍ଚର୍ଯ୍ୟ ହୋଇଗଲେ। ମାତା କହିଲେ, ସ୍ୱାମୀ, ଆପଣ ତ ଜାଣିଛନ୍ତି ଆପଣଙ୍କ ଆଜ୍ଞା ନେଇ ହିଁ ମୁଁ ଏହି ସମୟରେ ପ୍ରତ୍ୟେକ ବର୍ଷ ମୋ ଭକ୍ତମାନଙ୍କୁ ଆଶୀର୍ବାଦ ଦେବା ପାଇଁ ଯାଇଥାଏ। ଏଥିରେ ମୁଁ କ'ଣ ଅପରାଧ କରିଦେଲି ଯେ ଆପଣ ମୋତେ ଏମିତି ଦଣ୍ଡ ଦେଉଛନ୍ତି? ଯଦି ମୋ ଦ୍ୱାରା କୌଣସି ଭୁଲ ହୋଇଛି, ତଥାପି ଆମ ବିବାହ ସମୟରେ ଆପଣ ହିଁ ମୋ ପିତାଙ୍କୁ ବଚନ ଦେଇଥିଲେ ଯେ ମୋର 10ଟି ଦୋଷ କ୍ଷମା କରିବେ। ଏହା ଶୁଣି ଜଗନ୍ନାଥ କେବଳ ମୌନ ରହିଲେ। ତାଙ୍କୁ ଏପରି ମୌନ ରହିବାର ଦେଖି ମାତା ଲକ୍ଷ୍ମୀ କ୍ରୋଧିତ ହୋଇଗଲେ ଓ ତାପରେ ସେ ଜଗନ୍ନାଥଙ୍କୁ ଅଭିଶାପ ଦେଇଥିଲେ। ମାତା କହିଥିଲେ, ଆସନ୍ତା 12 ବର୍ଷ ପର୍ଯ୍ୟନ୍ତ ଦୁଇ ଭାଇଙ୍କୁ ଅନ୍ନ ମିଳିବ ନାହିଁ, ଭୋଜନ ମିଳିବ ନାହିଁ। ଶେଷରେ ମୋ ହାତରୁ ହିଁ ଭୋଜନ ଗ୍ରହଣ କରିବ। ଏତିକି କହି ମାତା ଲକ୍ଷ୍ମୀ ନିଜ ସେବକମାନଙ୍କ ସହିତ ମନ୍ଦିର ଛାଡ଼ି ଚାଲିଗଲେ। ତାପରେ ତାହା ହିଁ ହେଲା ଯାହା ପାଇଁ ଜଗନ୍ନାଥ ଡରୁଥିଲେ। ସମ୍ପୂର୍ଣ୍ଣ ଶ୍ରୀମନ୍ଦିରରେ କେବଳ ଜଗନ୍ନାଥ ଓ ବଳଭଦ୍ର ଏକା ହିଁ ରହିଗଲେ। ମାତା ଲକ୍ଷ୍ମୀ ଗଲା ପରେ
ପୁରା ମନ୍ଦିର ସୁନସାନ ହୋଇଗଲା। ମନ୍ଦିରର ଐଶ୍ୱର୍ଯ୍ୟ ଓ ସମୃଦ୍ଧି ନଷ୍ଟ ହୋଇଗଲା। ଠାକୁରଙ୍କର ସବୁ ଭଣ୍ଡାର ଗୃହ ଖାଲି ହୋଇଗଲା। ଶ୍ରୀମନ୍ଦିରରେ ନାହିଁ ଭଜନ ଥିଲା, ନାହିଁ ମାତା ଲକ୍ଷ୍ମୀ। ଅଭିଶାପ ଦ୍ୱାରା ଆଉ କ'ଣ ସବୁ ଘଟିଲା? ମାତା କେବେ ଶ୍ରୀମନ୍ଦିରକୁ ଫେରିବେ? ଆସନ୍ତୁ ଜାଣିବା ଆଗାମୀ ଅଧ୍ୟାୟରେ। ପ୍ରଥମ ଅଧ୍ୟାୟ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।